Hello guys, good morning again. Welcome to the class number 3. Today we shall class number 3 on Delhi Sultanate. Delhi Sultanate, Sultani ଯୁଗରେ ଶାସନ ବ୍ୟବସ୍ଥା ମାନେ ସବୁ ଦେଖୁଛୁ। ଆଉ ଏହା ହେଉଛି କ୍ଲାସ୍ ନମ୍ବର 3 ନା ପିଲାମାନେ ଆଜି ଆମମାନେ ଗତ କ୍ଲାସରେ ଆମମାନେ ଦେଖିଛୁ କେନ୍ଦ୍ରୀୟ ଶାସନ, ପ୍ରାଦେଶିକ ଶାସନ, ସ୍ଥାନୀୟ ଶାସନ ଦେଖିଛୁ, ବିଚାର ବ୍ୟବସ୍ଥା ଦେଖିଛୁ, ପୋଲିସ ବ୍ୟବସ୍ଥା ଆଉ ସେନାବାହିନୀର ବ୍ୟବସ୍ଥା ସବୁ ଆମମାନେ ଦେଖିଛୁ। ଏ କ୍ଲାସ୍ ନମ୍ବର 3 ରେ ଆମମାନେ ଦେଖିବା ସାମାଜିକ ଅବସ୍ଥା କିପରି ଥିଲା ସୁଲତାନି ଯୁଗ ସମୟରେ, ସୋସିଆଲ ଷ୍ଟ୍ରକ୍ଚର ଡ୍ୟୁରିଂ ଦି ସୁଲତାନେଟ ପିରିୟଡ଼। ଆଉ ମୁଁ ଆଶା କରୁଛି ଆପଣମାନଙ୍କୁ ଏହା ନିହାତି এই ଚ୍ୟାନେଲ ଭଲ ଲାଗୁଥିବ ଆଉ ଏହାକୁ ଫଲୋ କରୁଥିବେ। କହିବାକୁ ମୁଁ ଚାହେଁ ଯେ ଏହାକୁ ସବସ୍କ୍ରାଇବ କରିବ, ଡେଲି ଫଲୋ କରିବ ଆଉ ଫଲୋ କରିବ। ଆସନ୍ତୁ ଆମମାନେ ଦେଖିବା ସାମାଜିକ ଅବସ୍ଥା। ସାମାଜିକ ଅବସ୍ଥା ସୁଲତାନି ଯୁଗ ସମୟରେ ସାମାଜିକ ଅବସ୍ଥା କିପରି ଥିଲା। ଆମେ ଜାଣୁ ଭାରତକୁ ବହୁବାର ବିଦେଶରୁ ତୁର୍କ, ଆଫଗାନିସ୍ତାନ ଏବଂ ପାରସ୍ୟରୁ ବହୁବାର ଆରବ ଦେଶରୁ ସୁଲତାନ ମାନେ ଆମ ଦେଶକୁ ଆସିଛନ୍ତି, ଆକ୍ରମଣ କରିଛନ୍ତି। ଆଉ ସେମାନେ ଆକ୍ରମଣ କରିବା ପରେ ଆମ ଦେଶକୁ ଆସିବା ପରେ ଆମ ଦେଶରେ ସେମାନେ ସମାନକ୍ରମେ କ'ଣ ହେଇଛନ୍ତି, ସେମାନେ ବସବାସ କରିଛନ୍ତି। ବସବାସ କରିବା ସମୟରେ ସେମାନେ ଆମମାନଙ୍କର ଭାରତୀୟ ସଂସ୍କୃତିର ପ୍ରଭାବରେ ସେମାନେ ଭାରତୀୟ ସଂସ୍କୃତି ସହିତ ମଧ୍ୟ ଜଡ଼ିତ ହୋଇଅଛନ୍ତି ଏବଂ ସେମାନଙ୍କର କିନ୍ତୁ ଆମର ହିନ୍ଦୁ ସଂସ୍କୃତି ଠାରୁ ସେମାନଙ୍କର ସଂସ୍କୃତି ଭିନ୍ନ ଥିଲା। ପରବର୍ତ୍ତୀ ସମୟରେ ସେମାନେ କ'ଣ କରୁଛନ୍ତି, ସାମାଜିକ ଅବସ୍ଥା ଅନୁସାରେ ସେମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ଶ୍ରେଣୀ ସୃଷ୍ଟି ହେଇଯାଇଅଛି, ଯାହାକୁ ଆମମାନେ ଦେଖିବେ ସେମାନଙ୍କ ମଧ୍ୟରେ 3, 4, 5 ପ୍ରକାର ସ୍ୱତନ୍ତ୍ର ଶ୍ରେଣୀ ସୃଷ୍ଟି ହୋଇଯାଇଛି। ଆଭିଜାତୀୟ ଶ୍ରେଣୀ, ଉଲେମା ଗୋଷ୍ଠୀ ବା ପୁରୋହିତ ଗୋଷ୍ଠୀ, ମଧ୍ୟବିତ୍ତ ଶ୍ରେଣୀ, ଜନସାଧାରଣ, କୀର୍ତ୍ତଦାସ, ହିନ୍ଦୁ ସମାଜ, ଏ ପ୍ରକାର ବିଭିନ୍ନ ସାମାଜିକ ଅବସ୍ଥା ମାନେ ଦେଖିବା। ପ୍ରଥମେ ଆମେ ଦେଖିବା ଆଭିଜାତୀୟ ଶ୍ରେଣୀ। ଆଭିଜାତୀୟ ଶ୍ରେଣୀ, এই ଆଭିଜାତୀୟ ଶ୍ରେଣୀ ହେଉଛନ୍ତି ବିଶେଷ କରି ଏମାନେ ହେଉଛନ୍ତି ବିଦେଶାଗତ ମୁସଲିମ। ଆଭିଜାତୀୟ ଶ୍ରେଣୀ କି ଏମାନେ ବିଦେଶାଗତ ମୁସଲିମ। ଏମାନଙ୍କୁ ଖାଁ ବା ମଲିକ ଉପାଧି ଏମାନଙ୍କର ଥିଲା। ଖାଁ ବା ମଲିକ, ଏମାନେ ବିତ୍ତଶାଳୀ ବ୍ୟକ୍ତି ଥିଲେ। ଏମାନେ ଜାଗିର ବା ନିଷ୍କର ଭୂସମ୍ପତ୍ତିର ସେମାନେ ଅଧିକାର ଥିଲେ। ଆଉ ଏମାନେ ଐଶ୍ୱର୍ଯ୍ୟଶାଳୀ ଥିଲେ। କିଏ? ଆଭିଜାତୀୟ ଶ୍ରେଣୀ ଖାଁ ବା ମଲିକ ଏମାନଙ୍କର ପଦବୀ ଆମେ ଦେଖୁଛୁ, ଯେମାନେ ନିଷ୍କର ଭୂସମ୍ପତ୍ତିର ଅଧିକାରୀ ଥିଲେ। ଆଉ ମନୋରମ ପ୍ରାସାଦ ଅଟ୍ଟାଳିକାରେ ଏମାନେ ବାସ କରୁଥିଲେ। ବହୁ ସଂଖ୍ୟକ ଦାସଦାସୀ ମନୋରମ ପ୍ରାସାଦର ଏମାନଙ୍କର ବସବାସ କରୁଥିଲେ। ଏହା ଥିଲା ଆଭିଜାତୀୟ ଶ୍ରେଣୀର ମୁସଲମାନ ମାନଙ୍କର ଆଭିଜାତୀୟ ଶ୍ରେଣୀ। ତାପରେ ଆସୁଛନ୍ତି ପୁରୋହିତ ଶ୍ରେଣୀ ବା ଉଲେମା ଗୋଷ୍ଠୀ। କିଏ? ଦ୍ୱିତୀୟ ନମ୍ବର ହେଉଛନ୍ତି କ'ଣ? ପୁରୋହିତ ବା ଉଲେମା ଗୋଷ୍ଠୀ। ଆମେ ଜାଣିଛୁ, ଗତ ପାଠରେ ଆମେ ଆଲୋଚନା କରିଛୁ, ଏହି ଉଲେମା ଗୋଷ୍ଠୀ ମାନଙ୍କର ପ୍ରଭାବ ରହୁଥିଲା ରାଜନୀତି ଶାସନ କ୍ଷେତ୍ରରେ ଏମାନଙ୍କର ପ୍ରଭାବ ରହୁଥିଲା। କିନ୍ତୁ ଏମାନେ ମଧ୍ୟ ଉନ୍ନତ ଶ୍ରେଣୀର ଏମାନେ ଥିଲେ। ଉଣା ଅଧିକ ଆଭିଜାତୀୟ ଶ୍ରେଣୀର ଲୋକମାନଙ୍କର ସ୍ତରରେ ଏମାନେ ଥିଲେ। ଆଉ ଏମାନଙ୍କର ଜୀବନଶୈଳୀ ଉଣା ଅଧିକ ତାଙ୍କ ସହିତ ସମକକ୍ଷ ଥିଲା। ଏମାନେ ଜୀବନ ପ୍ରଣାଳୀ ସହିତ ଏମାନେ ଧର୍ମ କ୍ଷେତ୍ରରେ ଯଦି ଶାସକ ଦୁର୍ବଳ ଥିଲେ, ତାହେଲେ ଏମାନଙ୍କର ଧର୍ମ କ୍ଷେତ୍ରରେ, ରାଜନୈତିକ କ୍ଷେତ୍ରରେ ଏମାନଙ୍କର ପ୍ରଭାବ, ପ୍ରଶାସନିକ କ୍ଷେତ୍ରରେ ଏମାନଙ୍କର ପ୍ରଭାବ ଦେଖା ଯାଉଥିଲା। କାରଣ ପୁରୋହିତ ଏମାନଙ୍କର ବିଶେଷ କରି ଯଦି ପ୍ରଶାସନରେ ଯଦି ସୁଲତାନ ଦୁର୍ବଳ ଥିଲେ, ତାହେଲେ ଏମାନଙ୍କର ପ୍ରଭାବ ରହୁଥିଲା। ରାଜନୀତି ପ୍ରଶାସନ କ୍ଷେତ୍ରରେ ଏମାନଙ୍କର ପ୍ରଭାବ ପରିଲକ୍ଷିତ ହେଉଥିଲା।
ଉଣା ଅଧିକ ଏମାନଙ୍କର ଜୀବନଶୈଳୀ ଆଭିଜାତୀୟ ଶ୍ରେଣୀର ଲୋକମାନଙ୍କ ଜୀବନ ସହିତ ସମାନ ରହୁଥିଲା। ତାପରେ ତୃତୀୟ ଶ୍ରେଣୀ ଆମେ ଦେଖିବା, ସେମାନେ ହେଉଛନ୍ତି ମଧ୍ୟବିତ୍ତ ଶ୍ରେଣୀର। ମଧ୍ୟବିତ୍ତ ସୁଲତାନି ଯୁଗ ସମୟରେ ମଧ୍ୟବିତ୍ତ ଶ୍ରେଣୀ ମଧ୍ୟ ରହୁଥିଲା। ସୁଲତାନି ଯୁଗ ସମୟରେ ମଧ୍ୟବିତ୍ତ ଶ୍ରେଣୀ ରହୁଥିଲା। ଆଉ ଏ ମଧ୍ୟବିତ୍ତ ଶ୍ରେଣୀ ମାନେ ଆମେ ଜାଣିବା ସାଧାରଣ ଭାବରେ ଯେ ବ୍ୟବସାୟ ମାନେ, ବଣିକ ମାନେ, ହାକିମ, ବ୍ୟବସାୟ ବଣିକ, ହାକିମ, ଛୋଟ ଛୋଟ ଆଇନଜୀବୀ ମାନେ, ଏମାନେ ସବୁ ଏହି ମଧ୍ୟବିତ୍ତ ଶ୍ରେଣୀରେ ଆସୁଥିଲେ। ବ୍ୟବସାୟୀ, ବଣିକ, ଛୋଟ ଛୋଟ ଆଇନଜୀବୀ, ହାକିମ, ଏସବୁ ମଧ୍ୟବିତ୍ତ ଶ୍ରେଣୀରେ ଆସୁଥିଲେ। ବିଶେଷ କରି ଏମାନେ ସହରରେ ରହୁଥିଲେ। ଜୀବନ ଜୀବିକା ପାଇଁ ଏମାନେ ସହରରେ ରହୁଥିବାର ଦେଖାଯାଏ। ତାପରେ ଆସୁଛନ୍ତି ଜନସାଧାରଣ। ଏମାନେ ସାଧାରଣ ଲୋକ, ଏମାନେ ଜନସାଧାରଣ ଚତୁର୍ଥ ଶ୍ରେଣୀର ଲୋକ। ଜନସାଧାରଣ ଏମାନେ ଥିଲେ କୃଷକ, କାରିଗର, ସୈନିକ, ଏମାନେ ସବୁ ଏ ଶ୍ରେଣୀରେ ଆସନ୍ତି। ଶ୍ରମିକ ମାନେ, ଏମାନେ ସବୁ ଜନସାଧାରଣ ଶ୍ରେଣୀରେ ଆସୁଥିଲେ। କୃଷକ, କାରିଗର, ଶ୍ରମିକ। ଆଉ ଏମାନଙ୍କର ଜୀବନ ନିରାଡମ୍ବର ଥିଲା। ଏମାନେ ଧନଶାଳୀ ନଥିଲେ ହିନ୍ଦୁମାନଙ୍କ ଅପେକ୍ଷା, କିନ୍ତୁ ଏମାନଙ୍କର କିଛି ଉନ୍ନତ ଥିଲେ ଏମାନେ। ଆଉ ଧର୍ମ ବିଶ୍ୱାସ ବ୍ୟତୀତ ଜୀବନଶୈଳୀ ହିନ୍ଦୁମାନଙ୍କର ପ୍ରଥା ସହିତ ଏମାନଙ୍କର ସମାନ ଥିଲା। ସମୟ ଏମାନେ ମଧ୍ୟ କଣ କରୁଥିଲେ, ହିନ୍ଦୁ ପର୍ବପର୍ବାଣୀ, ପ୍ରଥା ଇତ୍ୟାଦି ସବୁ ପାଳନ କରୁଥିବାର ସେହି ସମୟରେ ଦେଖାଯାଏ। ଆଉ ବିବାଦ ଏମାନଙ୍କ ମଧ୍ୟରେ କୁଚିତ ଥିଲା। ଏମାନଙ୍କ ମଧ୍ୟରେ ବିବାଦ କଣ ଥିଲା, କୁଚିତ ଥିଲା ସେହି ସମୟରେ। ଏହି ସମୟରେ ଏମାନଙ୍କର ବିବାଦ ପରସ୍ପର ହିନ୍ଦୁ ଏବଂ ଆମ ମୁସଲମାନ ମାନଙ୍କ ମଧ୍ୟରେ ବିବାଦ ଗୁଡ଼ିକ କୁଚିତ ଥିବାର ଦେଖାଯାଏ ସେହି ସମୟରେ। ତାପରେ ଆମେ ଦେଖିବା ପଞ୍ଚମ ଶ୍ରେଣୀ କ୍ରୀତଦାସ। ଆଉ ଗୋଟିଏ ଶ୍ରେଣୀ ଥିଲା, ତାହା ହେଉଛି କ୍ରୀତଦାସ। କ୍ରୀତଦାସ ଶ୍ରେଣୀ ଏମାନେ ସାଧାରଣତଃ ସୁଲତାନ ଆଭିଜାତୀୟ ମୁସଲମାନ ମାନେ କଣ କରୁଥିଲେ, ସେମାନେ ବହୁ ଦାସଦାସୀ ଏବଂ କ୍ରୀତଦାସ ସେମାନେ ରଖୁଥିଲେ। ଆଉ ସମାଜରେ ସବୁ କିଛି ସୁବିଧା ଏମାନଙ୍କ ଉପଭୋଗ କରୁଥିଲେ। କିନ୍ତୁ ଏ କ୍ରୀତଦାସ ଶ୍ରେଣୀ ସମାଜରେ କୌଣସି ସୁବିଧା ସୁଯୋଗ ସେମାନେ ପାଉନଥିଲେ, ଉପଭୋଗ କରୁନଥିଲେ। ବରଂ ସେମାନେ କଠୋର ପରିଶ୍ରମ କରି କଣ କରୁଥିଲେ, ଜୀବନ ମାନେ ସେମାନେ କଣ ଅତିବାହିତ କରୁଥିଲେ। ସାମାଜିକ ସ୍ତରରେ, ରାଜନୈତିକ ସ୍ତରରେ ଉନ୍ନତି ଆଣିବା ପାଇଁ ସେମାନେ ଜୀବନରେ ବହୁତ କିଛି କଠୋର ପରିଶ୍ରମ କରିକି ସେମାନେ ଉନ୍ନତି ସ୍ତରକୁ ଆସୁଥିଲେ। ଯେତେବେଳେ ସେମାନେ ଉନ୍ନତ ସ୍ତରକୁ ଆସୁଥିଲେ, ସେହି ସମୟରେ ସେମାନେ କଣ କରୁଥିଲେ, କ୍ରୀତଦାସରୁ ସେମାନେ ମୁକ୍ତି ପାଉଥିଲେ। ଉଦାହରଣ ସ୍ୱରୂପ ପିଲେ ମନେ ରଖିବ, ଜୀବନରେ ଏମିତି ମାନେ ଇଲତୁତମିଶ, ବଲବନ ପରି ସୁଲତାନ ମାନେ ପ୍ରଥମ ଅବସ୍ଥାରେ ସେମାନେ କ୍ରୀତଦାସ ଥିଲେ। ମାନେ ଦେଖନ୍ତୁ, ଦେଖିବା ଜଣେ କ୍ରୀତଦାସ କଣ ହେଉଛି, ପରବର୍ତ୍ତୀ ସମୟରେ କଣ ହେଉଛି, ସେ ଜଣେ ସୁଲତାନ ହେଉଛି। କୁହାଯାଏ ରଜନୀକାନ୍ତ ହିରୋକୁ ଯେତେବେଳେ ପ୍ରଶ୍ନ ପଚରାଯାଏ about his life, ସେ କହନ୍ତି, first I was a carpenter, then a bus conductor, now a film star, what can I be in future, I don't know ବୋଲି ସେ କହନ୍ତି। ସେହିପରି ଆମେ ଦେଖିବା ଯେ ଜଣେ କ୍ରୀତଦାସ, ଜଣେ ଚାକର ପରବର୍ତ୍ତୀ ସମୟରେ କଣ ହେଉଛନ୍ତି, ଜଣେ ସୁଲତାନ ହେଉଛନ୍ତି। କିଏ ସେମାନେ? ଇଲତୁତମିଶ ଏବଂ ବଲବନ। ଏମାନେ କ୍ରୀତଦାସ, ତାଙ୍କର ପ୍ରଥମ ଅବସ୍ଥାରେ ସେମାନେ କ୍ରୀତଦାସ ଥିଲେ। ଆଉ ପରବର୍ତ୍ତୀ ସମୟରେ ସେମାନେ କଣ ହେଇଛନ୍ତି, ମାନେ ସେମାନେ ସୁଲତାନ ହେଇଛନ୍ତି। ଏମାନଙ୍କ ବ୍ୟତୀତ ଆଉ ପୁଣି ସମାଜରେ ଅତି ନିମ୍ନ ଶ୍ରେଣୀରେ ଥିଲେ ଭିକ୍ଷୁକ ମାନେ। ସମାଜର ଅତି ନିମ୍ନ ଶ୍ରେଣୀରେ କିଏ ଥିଲେ? ଭିକ୍ଷୁକ ମାନେ ଥିଲେ। ଓକେ, ବର୍ତ୍ତମାନ ଆମେ ଦେଖିବା ଆଉ ଗୋଟିଏ ଶ୍ରେଣୀ ଥିଲା, ତାହା ହେଉଛି ଆମର ହିନ୍ଦୁ ସମାଜ। ଆମର ହିନ୍ଦୁ ସମାଜ। ଓକେ, ଭିକ୍ଷୁକ ମାନଙ୍କ ପରେ ତାପରେ ଆସୁଛି ଆମମାନଙ୍କର ହିନ୍ଦୁ
समाज हिंदू समाज एमाने संख्या थिला सर्वाधिक प्राय 95% 95% एमानकर संख्या थिला आ सुल्तानी जुगरे किंतु जाति प्रथा अति कठोर थिला एमानक मध्यरे जाति प्रथा कठोर थिला हिंदू समाज रे आमे जानू ब्राह्मण थिले सर्वोच्च पहाचरे आ समस्त सुविधा से उपभोग करुथिले कुहा जाय आ पुणी अज्ञ एवं निम्न वर्गर हिंदू मानकू से कोन करुथिले शोषण मध्य करुथिले ब्राह्मण आ सेही समय कुहुक जादू हटचमट विद्या उपर मध्य विश्वास करा जाउथिला आ हिंदू जोगी मानक पाखरे अलौकिक शक्ति थिबार मध्य से माने कोन करुथिले आशा करुथिले बा भाबुथिले तही किंतु एटा होची हिंदू समाज आ गोटे हला जे सेही समय जे बालक मानक पाए माने सार्वजनीन शिक्षा थिला समस्त को पाए एक सार्वजनीन शिक्षा थिला किंतु हिंदू मानकर जीवन जीवन बतुता कहती से मानकर जीवन शैली साधुता एवं पवित्रता थिला बोली जीवन बतुता कहती ओके जे तेणु मन रखिया जे आपुणी कौन प्रशासनिक क्षेत्र रे शासन क्षेत्र रे हिंदू मानक उच्च पद पदवी दिया जाऊ नथिला मात्र परवर्ती समय रे से माने यार सुजोग पाइथिले साधारणतः उच्च पदवी माने भाबरे मुसलमान माने रहुथिले निम्न पदरे बा अधीनस्थ भाव हिंदू माने रहुथिले आ हिंदू माने परवर्ती समय देखा जाए जे ए माने शासनकर्ता मध्य होइछंती आ सेनाध्यक्ष रहिथिबार मध्य दृष्टांत मिले देखा जाए परवर्ती समय साधारणतः हिंदू माने राजस्व विभाग दायित्व रे रहुथिले से विभाग खट्ट चौधुरी मकधम खट्ट चौधुरी मकधम एटा राजस्व दायित्व राजस्व विभाग रे हिंदू माने कौन करुथिले दायित्व रे से माने रहुथिले आ पुणी हम जब देखिबा नारी रो स्थान देखिबा वर्तमान आम देखिबा नारी रो स्थान जे हमर सेही समय कौन होउची अभिजातीय श्रेणी लोक माने सुल्तान माने ए माने कौन करुथिले जे बहु दास दासी रखिया संगे रक्षिता मानक मध्य रखुथिले बहु विवाह प्रथा थिला आ परदा प्रथा अति कठोर भाव रे कौन करा जाउथिला पालन करा जाउथिला एही परि कि फिरोज शाह कौन करंती से कहंती जे नारी मानक धर्मानुष्ठान को जीवा पाए से कौन करथिले निषेध करथिले से जाहे हो हिंदू मानक क्षेत्र रे कौन हेची नारी विवाह नथिला विधवा विवाह नथिला किंतु मुसलमान नारी माने पुनर्विवाह करि पारुथिले सेही समय सती प्रथा थिला बाल्य विवाह थिला एही परि भाबरे सबु नारी रो स्थान थिला हिंदू नारी मानकर सम्मान नथिला आ से माने घर रो चारि कांथ भितर रहउथिले किंतु परवर्ती समय अभावी हिंदू नारी माने कोन करछंती से माने मजूरी खटिबा पाई जीवन यापन पाई से माने कोन करछंती से माने घर बाहर को जाई पारिछंती एहा सब आम मानकर जे नारी रो स्थान किपरि थिला सुल्तानी जुग समय ताहा आम माने परीक्षा रे जदि केते बेले कोन से इंटरव्यू देला बेलको कोन से साक्षात्कार परीक्षा हेला बेलको ए दिल्ली सुल्तानेट उपरे अरिजी ममालिक ददुरी ममालिक सदरु सदर काजी ममालिक इत्यादि उपरे क्वेश्चन जाक आसे पिले तेणु एगुड़िक ध्यान दे मन रखिबो या गोटे दिन मन रखिबार नहीं जीवन रो शेष समय संध्या पर्यंत यह मन रखिबो थैंक यू वेरी मच आ पुनर्बार ए छोटिया क्लास पर आ पुणी गोटे नेक्स्ट क्लास रे देखा जिबा थैंक यू वेरी मच।